ନିର୍ବାଚନରେ ହାର ଜିତ୍ ତ ଲାଗି ରହିଥାଏ, କିନ୍ତୁ କ'ଣ ଗୋଟେ ଛୋଟ ପରାଜୟ ଭବିଷ୍ୟତର ଏକ ବଡ଼ ବିଜୟ ପାଇଁ ରାସ୍ତା ତିଆରି କରିପାରିବ? ଆଜି ଆମେ ପାଟନାଗଡ଼ ନିର୍ବାଚନ ମଣ୍ଡଳୀର ଏକ ଗଭୀର ବିଶ୍ଳେଷଣ କରିବା ଆଉ ଦେଖିବା କିପରି ଏକ ପରାଜୟ ଭଲ ଶାସନ ପାଇଁ ଏକ ବ୍ଲୁପ୍ରିଣ୍ଟ ହୋଇପାରିବ। 1357 ଏଇଟା ଖାଲି ଗୋଟେ ନମ୍ବର ନୁହେଁ, ଏଇଟା ହେଉଛି ସେହି ମାର୍ଜିନ୍ ଯାହା ପାଟନାଗଡ଼ର 2024 ନିର୍ବାଚନ ଫଳାଫଳକୁ ନିର୍ଣ୍ଣୟ କଲା। ଆମର ସବୁ ବିଶ୍ଳେଷଣ ଆରମ୍ଭ ହେବ ଏଇଠୁ। ତେବେ ମୂଳ ପ୍ରଶ୍ନ ହେଉଛି, ଗୋଟେ ଏତେ ଛୋଟ ଏତେ ସଂକୀର୍ଣ୍ଣ ପରାଜୟକୁ କେମିତି ଭବିଷ୍ୟତର ଶାସନ ପାଇଁ ଏକ ବ୍ଲୁପ୍ରିଣ୍ଟ ଭାବରେ ଦେଖାଯାଇପାରିବ? ଆସନ୍ତୁ ଏହି ହାର ଭିତରେ ଲୁଚି ରହିଥିବା ଶିକ୍ଷାକୁ ଖୋଜି ବାହାର କରିବା। ଆମର ଆଲୋଚନାକୁ ସହଜ କରିବା ପାଇଁ ଆମେ ଏହାକୁ 5ଟି ଭାଗରେ ବାଣ୍ଟିଛୁ। ଆମେ ଦେଖିବା ପାଟନାଗଡ଼ର ପଜଲ୍ କ'ଣ, ଏହି ଛୋଟ ପରାଜୟର କାରଣ କ'ଣ, ରାଜନୈତିକ ପରିବର୍ତ୍ତନର ଚକ୍ର କେମିତି କାମ କରେ, ଆଉ ଏକ 4 ସ୍ତମ୍ଭ ବିଶିଷ୍ଟ ବ୍ଲୁପ୍ରିଣ୍ଟ କ'ଣ ହୋଇପାରେ। ଶେଷରେ ଆମେ ଶାସନ ଆଉ ବିଶ୍ୱାସ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା। ଠିକ୍ ଅଛି, ତେବେ ଆସନ୍ତୁ ଆମର ଯାତ୍ରା ଆରମ୍ଭ କରିବା ପାଟନାଗଡ଼ର ମାଟିରୁ, ଯେଉଁଠି ଲୋକଙ୍କର କଥା ଆରମ୍ଭ ହୁଏ। ବଲାଙ୍ଗୀରର ଧାନର ଗନ୍ତାଘର ଭାବେ ପରିଚିତ ଏହି ଅଞ୍ଚଳର ବାସ୍ତବ ସ୍ଥିତି କ'ଣ? ଲୋକେ କ'ଣ ଚାହୁଁଛନ୍ତି? ଏଠାକାର ଅର୍ଥନୀତିକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ, ଏହା ମୁଖ୍ୟତଃ କୃଷି ଉପରେ ଆଉ ଖାସ୍ କରି ଧାନ ଚାଷ ଉପରେ ନିର୍ଭରଶୀଳ। ଏହାର ସିଧାସଳଖ ଅର୍ଥ ହେଉଛି ପାଟନାଗଡ଼ର ରାଜନୀତିର ଚାବିକାଠି ଚାଷୀଙ୍କ ହାତରେ। ଯିଏ ଚାଷୀର ଦୁଃଖ ବୁଝିବ, ସେହି ଲୋକଙ୍କର ବିଶ୍ୱାସ ଜିତିବ। ତେବେ ସମସ୍ୟା କେଉଁଠି ଥିଲା? ଲୋକଙ୍କ ମନରେ କେଉଁ କଥାକୁ ନେଇ ଅସନ୍ତୋଷ ଥିଲା? ଦେଖନ୍ତୁ, ଧାନ ପାଇଁ ସଠିକ୍ MSP ନ ମିଳିବା, ଜଳସେଚନ ପାଇଁ ପାଣିର ଅଭାବ, ଗାଁ ଗହଳିର ରାସ୍ତାଘାଟର ଦୁରାବସ୍ଥା ଆଉ ତା ସାଙ୍ଗକୁ ଯୁବକମାନଙ୍କ ପାଇଁ ବେକାରୀ। ଏସବୁ ଛୋଟ ଛୋଟ ସମସ୍ୟା ମିଶି ଲୋକଙ୍କ ମନରେ ଧୀରେ ଧୀରେ ଏକ ଅସନ୍ତୋଷର ନିଆଁ ଜାଳୁଥିଲା। ଏଇ ଯେଉଁ କଥାଟି ଆପଣ ଦେଖୁଛନ୍ତି, ଏହା କେବଳ କାହାରି ଗୋଟିଏ ବାକ୍ୟ ନୁହେଁ। ଏହା ହେଉଛି ପାଟନାଗଡ଼ର ହଜାର ହଜାର ଚାଷୀଙ୍କର ମନର କଥା, ତାଙ୍କର ଦୁଃଖ। କାରଣ ତଥ୍ୟ ଆଉ ସଂଖ୍ୟା ପଛରେ ଥିବା ଏହି ମାନବିକ ଅନୁଭବକୁ ନ ବୁଝିଲେ ରାଜନୀତିର ପ୍ରକୃତ ମର୍ମ ବୁଝି ହୁଏ ନାହିଁ। ଆମେ ଲୋକଙ୍କ ଭାବନାକୁ ତ ବୁଝିଲେ, ହେଲେ ଏବେ ଚାଲନ୍ତୁ କେବଳ ସଂଖ୍ୟା ଆଉ ତଥ୍ୟ ଉପରେ ନଜର ପକାଇବା। କାରଣ ନିର୍ବାଚନର ଫଳାଫଳ ଶେଷରେ ସଂଖ୍ୟାରେ ହିଁ ଲେଖାଯାଏ। ଦେଖିବା ଏହି ପରାଜୟର କାହାଣୀ ସଂଖ୍ୟା ମାଧ୍ୟମରେ କ'ଣ କହୁଛି। ଏଇଟା ହେଉଛି ପାଟନାଗଡ଼ ନିର୍ବାଚନ ମଣ୍ଡଳୀର ଏକ ସଂକ୍ଷିପ୍ତ ଚିତ୍ର। ମୋଟ ଭୋଟରଙ୍କ ସଂଖ୍ୟା, ମତଦାନ ହାର, SC/ST ଜନସଂଖ୍ୟାର ଅନୁପାତ ଆଉ ଅର୍ଥନୀତିର ମେରୁଦଣ୍ଡ କୃଷି, ଏହି ସବୁ ତଥ୍ୟକୁ ମନେ ରଖନ୍ତୁ, କାରଣ ଆଗକୁ ଆମ ଆଲୋଚନାରେ ଏସବୁ ବହୁତ କାମରେ ଆସିବ। ଆଉ ଏଇଠି ଦେଖନ୍ତୁ 2024ର ଫଳାଫଳ। ବିଜେଡିର ସରୋଜ କୁମାର ମେହର ପାଇଲେ ପ୍ରାୟ 92,466 ଭୋଟ, ଆଉ ବିଜେପିର କନକ ବର୍ଦ୍ଧନ ସିଂ ଦେଓ ପାଇଲେ 93,823 ଭୋଟ। ମାତ୍ର 1%ରୁ ବି କମ୍ର ଫରକ। ଏତେ ଛୋଟ ବ୍ୟବଧାନ କେମିତି ପୁରା ଖେଳକୁ ବଦଳାଇ ଦେଲା, ଦେଖିଲେ ତ? ତେବେ ପ୍ରଶ୍ନ ଉଠୁଛି, ଭୁଲଟା କେଉଁଠି ହେଲା? ଯେତେବେଳେ ଆମେ ଏହାର ଏକ ସ୍ୱାଟ ବିଶ୍ଳେଷଣ କରୁଛୁ, କିଛି ମୁଖ୍ୟ ଦୁର୍ବଳତା ସାମ୍ନାକୁ ଆସୁଛି। ପ୍ରାର୍ଥୀଙ୍କ ନିଜସ୍ୱ ଭାବମୂର୍ତ୍ତି ଉପରେ ଥିବା 2019 ବିବାଦର ଛାଇ, ସ୍ଥାନୀୟ ସମସ୍ୟା ଯେମିତିକି ପାଣି ଆଉ ରାସ୍ତା, ତାକୁ ଅଣଦେଖା କରିବା, ଏସବୁ ମିଶି ଏକ ନକାରାତ୍ମକ ବାତାବରଣ ତିଆରି କଲା। ଦେଖନ୍ତୁ, 2019ର ସେହି ଘଟଣାଟି କେବଳ ଗୋଟିଏ ବିବାଦ ନଥିଲା। ଏହା ସାଧାରଣ ଜୀବନରେ ଦାୟିତ୍ୱବୋଧ ଏବଂ ଆଚରଣକୁ ନେଇ ଏକ ଗମ୍ଭୀର ପ୍ରଶ୍ନ ଛିଡ଼ା କରାଇଥିଲା। ଆମର ସାମ୍ବିଧାନିକ ମୂଲ୍ୟବୋଧ କୁହେ ଯେ ପ୍ରତ୍ୟେକ ବ୍ୟକ୍ତିର ସମ୍ମାନ ରହିଛି। ସାଧାରଣ ଜୀବନରେ କଥାବାର୍ତ୍ତା କରିବା ସମୟରେ ଏହି ସମ୍ମାନ ଓ ଦାୟିତ୍ୱବୋଧ ରହିବା ନିହାତି ଜରୁରୀ। ହେଲେ 2024ର ଏହି ଫଳାଫଳ କ'ଣ ହଠାତ୍ ହୋଇଗଲା? ନା ଏହା ପଛରେ ଏକ ଐତିହାସିକ ଧାରା ରହିଛି? ରାଜନୀତିରେ କିଛି ବି ଆକସ୍ମିକ ନୁହେଁ। ଚାଲନ୍ତୁ ଟିକେ ପଛକୁ ଯାଇ ପାଟନାଗଡ଼ର ରାଜନୈତିକ ଇତିହାସକୁ ଦେଖିବା। ଏ ଟେବୁଲକୁ ଦେଖନ୍ତୁ। 2004ରୁ 2014 ଯାଏଁ ବିଜେପି, ତାପରେ 2019ରେ ବିଜେଡି, ଆଉ ପୁଣି 2024ରେ ବିଜେପି। ଏଥିରୁ କ'ଣ ଜଣାପଡ଼ୁଛି? ପାଟନାଗଡ଼ର ଭୋଟର କୌଣସି ଗୋଟିଏ ଦଳ ସହ ବାନ୍ଧି ହୋଇ ରହିନାହାନ୍ତି। ଏହା ଏକ ପ୍ରସଙ୍ଗ ଆଧାରିତ ନିର୍ବାଚନ ମଣ୍ଡଳୀ। ଏଠି ଲୋକେ କାମ ଦେଖି, ପ୍ରସଙ୍ଗ ଦେଖି ଭୋଟ ଦିଅନ୍ତି। ଏହି ଚାର୍ଟରେ ଏହା ଆହୁରି ସ୍ପଷ୍ଟ ହୋଇଯାଉଛି। 2019ରେ ବିଜେଡିର ଭୋଟ ସେୟାର ଥିଲା ପ୍ରାୟ 43%। 2024ରେ ଏହା ଖସି ଆସିଲା 41%କୁ। ମାତ୍ର 2%ର ଫରକ। ଆଉ ଏହି 2%ର ଭୋଟ ସୁଇଂ ହିଁ ବିଜେପିକୁ ଜିତାଇଦେଲା। ରାଜନୀତିରେ ଗୋଟିଏ ଗୋଟିଏ ଭୋଟ କେତେ ମୂଲ୍ୟବାନ, ଏଥିରୁ ବୁଝାପଡ଼ୁଛି। ଆଉ ଗୋଟିଏ ବଡ଼ ପାର୍ଥକ୍ୟ ଥିଲା ଡିଜିଟାଲ ଦୁନିଆରେ। ଗୋଟିଏ ପଟେ ବିଜେଡି ପ୍ରାର୍ଥୀଙ୍କର ସୋସିଆଲ ମିଡିଆରେ ଉପସ୍ଥିତି ପ୍ରାୟ ନଥିଲା,
ଅନ୍ୟପଟେ ବିଜେପି ପ୍ରାର୍ଥୀ ଟ୍ୱିଟର ଫେସବୁକ୍ ହ୍ୱାଟ୍ସଆପ୍ରେ ବହୁତ ସକ୍ରିୟ ଥିଲେ। ଆଜିର ଦିନରେ ଯେତେବେଳେ ସୂଚନା ଏତେ ସହଜରେ ପହଞ୍ଚି ପାରୁଛି, ଏହି ଡିଜିଟାଲ ଗ୍ୟାପ୍କୁ ଅଣଦେଖା କରିବା ଏକ ବଡ଼ ଭୁଲ ଥିଲା। ଆମେ ଏପର୍ଯ୍ୟନ୍ତ ସମସ୍ୟାଗୁଡ଼ିକୁ ଚିହ୍ନଟ କଲେ, ପରାଜୟର କାରଣ ଖୋଜିଲେ, କିନ୍ତୁ କେବଳ ସମସ୍ୟା ବିଷୟରେ କଥା ହେଲେ ତ ଚଳିବନି। ଏବେ ସମୟ ଆସିଛି ସମାଧାନର ରାସ୍ତା ଖୋଜିବାର। ଆଗକୁ କ'ଣ କରାଯିବା ଉଚିତ, ଯାହାଦ୍ୱାରା ଲୋକଙ୍କ ସହ ପୁଣି ଥରେ ଯୋଡ଼ି ହୋଇପାରିବ? ଏଥିପାଇଁ ଆମେ ଏକ ସ୍ପଷ୍ଟ, କାର୍ଯ୍ୟକ୍ଷମ ବ୍ଲୁପ୍ରିଣ୍ଟ ପ୍ରସ୍ତାବ କରୁଛୁ। ଏହାର ନାଁ ହେଉଛି ଚତୁର୍ମୁଖ ସିଦ୍ଧାନ୍ତ। ଏହା ଏକ ଚାରିମୁଖୀ ରଣନୀତି, ଯାହାର ପ୍ରତ୍ୟେକ ଦିଗ ସିଧାସଳଖ ଲୋକଙ୍କ ଜୀବନ ସହ ଜଡ଼ିତ। ତେବେ କ'ଣ ଏହି ଚାରୋଟି ସ୍ତମ୍ଭ? ପ୍ରଥମ, ଯୁବ ବିକାଶ। ଦ୍ୱିତୀୟ, ମହିଳା ସଶକ୍ତିକରଣ। ତୃତୀୟ, ସାମାଜିକ ନ୍ୟାୟ, ବିଶେଷ କରି SC/ST ବର୍ଗଙ୍କ ପାଇଁ। ଆଉ ଚତୁର୍ଥ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, କୃଷକ ଏବଂ ଗ୍ରାମୀଣ ଅଧିକାର। ଏହି ଚାରୋଟି ସ୍ତମ୍ଭ ଉପରେ ହିଁ ପାଟନାଗଡ଼ର ବିକାଶର ନୂଆ ଇମାରତ ତିଆରି ହୋଇପାରିବ। ଆଉ ଚାଷୀମାନଙ୍କ ପାଇଁ କଥାଟାକୁ ଆହୁରି ସ୍ପଷ୍ଟ କରିବାକୁ ପଡ଼ିବ। ଖାଲି ପ୍ରତିଶ୍ରୁତି ନୁହେଁ, ବରଂ ନିର୍ଦ୍ଦିଷ୍ଟ ଆକ୍ସନ୍ ପ୍ଲାନ୍ ଦରକାର। ଯେମିତିକି ଧାନ ଉପରେ ଏକ ନିର୍ଦ୍ଦିଷ୍ଟ MSP ବୋନସ୍ ଦେବାର ପ୍ରତିଶ୍ରୁତି, ନୂଆ ଜଳସେଚନ ପ୍ରକଳ୍ପ ଆରମ୍ଭ କରିବା ଯାହା ଲୋକଙ୍କୁ ଦେଖାଯିବ, ଆଉ ମଣ୍ଡଳ ବେଲାପଡ଼ା ଭଳି ନିର୍ଦ୍ଦିଷ୍ଟ ରାସ୍ତାକୁ ଠିକ୍ କରିବାର ପ୍ରତିବଦ୍ଧତା। ଏମିତି ଠୋସ୍ କାମ ହିଁ ବିଶ୍ୱାସ ଜନ୍ମାଏ। ହେଲେ କେବଳ ପ୍ରତିଶ୍ରୁତି ଦେଲେ ତ ହେବନି, ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ତାକୁ ଟ୍ରାକ୍ କରିବା ପାଇଁ ଏକ ସିଷ୍ଟମ୍ ଦରକାର। ସେଥିପାଇଁ ପ୍ରସ୍ତାବ ହେଉଛି ଏକ ଜନପରାମର୍ଶଦାତା ପରିଷଦ ଗଠନ କରିବା। ଏଥିରେ ସ୍ଥାନୀୟ ମହିଳା, SC ବା ST ସମ୍ପ୍ରଦାୟର ନେତା ରହିବେ। ସେମାନେ ସରକାରୀ କାମ ଉପରେ ନଜର ରଖିବେ ଆଉ ସ୍ୱଚ୍ଛତା ସୁନିଶ୍ଚିତ କରିବେ। ଆଉ ଗୋଟିଏ କଥା ମନେ ରଖିବାକୁ ହେବ, ଆଜିକାଲି ଡିଜିଟାଲ ପ୍ରଚାର ବଢ଼ୁଛି, ଲୋକଙ୍କର ତଥ୍ୟ ସଂଗ୍ରହ କରାଯାଉଛି, କିନ୍ତୁ ଏସବୁ କାମ ଭାରତର ତଥ୍ୟ ସୁରକ୍ଷା ନିୟମ ଅନୁସାରେ ହେବା ଉଚିତ। ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ପଡ଼ିବ। କୌଣସି ତଥ୍ୟ ନେବା ପୂର୍ବରୁ ସେମାନଙ୍କର ସ୍ପଷ୍ଟ ଅନୁମତି ନେବା ଅତ୍ୟନ୍ତ ଜରୁରୀ। ତେବେ ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ। ଆମକୁ ବୁଝିବାକୁ ପଡ଼ିବ ଯେ ନିର୍ବାଚନ ଜିତିବାଟା ଗୋଟିଏ ରାସ୍ତା ମାତ୍ର, ଏହା ଲକ୍ଷ୍ୟ ନୁହେଁ। ପ୍ରକୃତ ଲକ୍ଷ୍ୟ ହେଉଛି ଲୋକଙ୍କର ବିଶ୍ୱାସ ଜିତିବା ଆଉ ଏକ ଏମିତି ଶାସନ ବ୍ୟବସ୍ଥା ତିଆରି କରିବା ଯାହା ଲୋକଙ୍କ ପାଇଁ କାମ କରିବ। MGRଙ୍କର ଏହି କଥାଟି ଏଠାରେ ବହୁତ ପ୍ରାସଙ୍ଗିକ। ଆପଣ ପଇସା ଦେଇ ଭିଡ଼ ଜମାଇ ପାରିବେ, କିନ୍ତୁ ବିଶ୍ୱାସକୁ କିଣିପାରିବେନି। ବିଶ୍ୱାସକୁ ଅର୍ଜନ କରିବାକୁ ପଡ଼େ, ଆଉ ଏହି ଅର୍ଜିତ ବିଶ୍ୱାସ ହିଁ ପ୍ରକୃତ ରାଜନୈତିକ ପୁଞ୍ଜି। ତେଣୁ ପାଟଣାଗଡ଼ର ଏହି ପୁରା ବିଶ୍ଳେଷଣ ଆମ ଆଗରେ ଗୋଟିଏ ମୌଳିକ ପ୍ରଶ୍ନ ଛାଡ଼ିଯାଉଛି। ତଥ୍ୟ ଆଉ ରଣନୀତିର ପ୍ରକୃତ ଉଦ୍ଦେଶ୍ୟ କ'ଣ? କେବଳ ଗୋଟିଏ ନିର୍ବାଚନ ଜିତିବା, ନା ଏହାର ଉପଯୋଗ କରି ଲୋକଙ୍କ ପାଇଁ ଏକ ଭଲ ଶାସନ ବ୍ୟବସ୍ଥା ତିଆରି କରିବା? ଏହି ପ୍ରଶ୍ନ ଉପରେ ଚିନ୍ତା କରିବାର ସମୟ ଆସିଛି। If you want to become a people-centric leader and uplift your constituency, get in touch with blueprintstrategies.ai at mgr@blueprintstrategies.ai or call 011-4204-1602. Purpose Beyond Politics.